ନମୋ ନମଃ। SGM କ୍ରିଏସନ୍ ସଂସ୍କୃତ ଗଙ୍ଗା ଓଡ଼ିଆ ଚ୍ୟାନେଲରେ ଆରମ୍ଭ ହେଉଛି ସଂସ୍କୃତ ବ୍ୟାକରଣ, ଯାହାକି ନବମ, ଦଶମ, +2, +3, CTET, BD ଏଣ୍ଟ୍ରାନ୍ସ, OTET, OSTET ଇତ୍ୟାଦି ଏକ୍ଜାମ ପାଇଁ ନିହାତି ଦରକାର। ସଂସ୍କୃତ ଭାଷା ଦେବ ଭାଷା। ସଂସ୍କୃତ ଭାଷାରୁ ଅନେକ ଭାଷା ସୃଷ୍ଟି। ତ ସଂସ୍କୃତ କହିଲେ କ'ଣ ବୁଝିବା? ପ୍ରଥମେ ଆମେ ସଂସ୍କୃତରୁ ସଂସ୍କୃତି, ସଂସ୍କୃତ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ସଂସ୍କୃତ ସଂସ୍କୃତି ଛାଡ଼ି ବଞ୍ଚିପାରିବ ନାହିଁ ଏବଂ ସଂସ୍କୃତି ସଂସ୍କୃତକୁ ଛାଡ଼ି ବଞ୍ଚିପାରିବ ନାହିଁ। ଆଜି ଦେଖିବା ସଂସ୍କୃତ ବ୍ୟାକରଣ। ସଂସ୍କୃତ ଶବ୍ଦର ସୃଷ୍ଟି କେମିତି ହେଇଛି ନା ସମ୍ ଉପସର୍ଗ, କ୍ରୁ ଧାତୁ, ତ ପ୍ରତ୍ୟୟ ମିଶି ହେଇଛି ସଂସ୍କୃତ। ସଂସ୍କୃତ ବ୍ୟାକରଣକୁ ବୁଝାଇବା ପାଇଁ ଅନେକ ବ୍ୟାକରଣବିତ୍ ସଂସ୍କୃତ ବ୍ୟାକରଣ ଇତିହାସରେ ଅଛନ୍ତି। ସେମାନଙ୍କ ମଧ୍ୟରୁ 3 ଜଣ ପ୍ରମୁଖ ବ୍ୟାକରଣବିତ୍ ଅଛନ୍ତି। ସେମାନେ ହେଲେ ମହର୍ଷି ପାଣିନି, ଆଉ ଜଣେ ହେଉଛନ୍ତି କାତ୍ୟାୟନ, ଆଉ ଜଣେ ହେଉଛନ୍ତି ପତଞ୍ଜଳି। ମହର୍ଷି ପାଣିନିଙ୍କର ଅଷ୍ଟାଧ୍ୟାୟୀ। ମହର୍ଷି ପାଣିନି ସଂସ୍କୃତ ବ୍ୟାକରଣକୁ ବୁଝିବା ପାଇଁ ଲେଖିଥିଲେ କ'ଣ? ଅଷ୍ଟାଧ୍ୟାୟୀ। ସେ ଅଷ୍ଟାଧ୍ୟାୟୀରେ କ'ଣ ହେଉଛି ନା 4ଟି ଲେଖାଏଁ ଅଧ୍ୟାୟ ରହିଛି। 8ଟି ଅଧ୍ୟାୟ ରହିଛି। ପ୍ରତି ଅଧ୍ୟାୟରେ 4ଟି ଲେଖାଏଁ ପାଦ ରହିଛି। ତ ସମୁଦାୟ ସୂତ୍ର ସେଥିରେ ରହିଛି କେତେ? 4000ଟି। ତାପରେ ମହର୍ଷି କାତ୍ୟାୟନ ପାଣିନିଙ୍କ ସୂତ୍ରକୁ ବ୍ୟାଖ୍ୟା କରିବାକୁ ଯାଇ ମହର୍ଷି କାତ୍ୟାୟନ ଲେଖିଲେ ବାର୍ତ୍ତିକ। ତାପରେ ମହର୍ଷି ପତଞ୍ଜଳି କ'ଣ କଲେ ନା ଆଉ ଟିକେ ପାଣିନି ବ୍ୟାକରଣର ବିଶାଳ ଭାଷ୍ୟ ଗ୍ରନ୍ଥର ରଚନା କଲେ। ପତଞ୍ଜଳିଙ୍କର ରଚନା ଗ୍ରନ୍ଥ ନାଁ ହେଉଛି ମହାଭାଷ୍ୟ। ସେଇଥିପାଇଁ ତାକୁ କୁହନ୍ତି ମହାଭାଷ୍ୟ। ସେଇଥିପାଇଁ କୁହାଯାଏ ପାଣିନି, କାତ୍ୟାୟନ, ପତଞ୍ଜଳି ଏ 3 ଜଣଙ୍କୁ ତ୍ରିମୁନି ବ୍ୟାକରଣ କୁହାଯାଏ। ଏଇ 3 ଜଣଙ୍କୁ ତ୍ରିମୁନି କୁହାଯାଏ ଏବଂ ତାଙ୍କ ଦ୍ୱାରା ରଚିତ ବ୍ୟାକରଣକୁ ତ୍ରିମୁନି ବ୍ୟାକରଣ କୁହାଯାଏ। ସଂସ୍କୃତ ବ୍ୟାକରଣରେ ପ୍ରଥମେ ଆଜି ପଢ଼ିବା ବର୍ଣ୍ଣ ପ୍ରକରଣ, ଅର୍ଥାତ୍ ସଂସ୍କୃତ ଭାଷାରେ ବର୍ଣ୍ଣ, ଭାଷା, ବର୍ଣ୍ଣ, ଅକ୍ଷର ଏସବୁ ଜାଣିବା ନିହାତି ଦରକାର। ପ୍ରଥମେ ବର୍ଣ୍ଣ କ'ଣ ନା କହୁଛି ଲିଖନ ପ୍ରକ୍ରିୟା ମାଧ୍ୟମରେ ଭାଷାକୁ ବ୍ୟକ୍ତ କରିବା ଲାଗି ଉପଯୋଗୀ ବିଶିଷ୍ଟ ଧ୍ୱନିଗୁଡ଼ିକୁ ବା ଧ୍ୱନ୍ୟାତ୍ମକ ସଂକେତ ଗୁଡ଼ିକୁ ବର୍ଣ୍ଣ କହନ୍ତି। ନବମରେ ଏଇଟା ଅଛି। ମାନେ ଆମେ ଜାଣିଲେ ଅକ୍ଷର, ଗୋଟେ ଶବ୍ଦ ଲେଖିବା ପାଇଁ କେତୋଟି ଅକ୍ଷର ଯୁକ୍ତ ହୋଇ ଶବ୍ଦ ହୋଇଥାଏ। ତ ଅକ୍ଷର ଯୋଉ ହେଲା, ତ ଅକ୍ଷରକୁ ପ୍ରକାଶ କରିବା ଲାଗି ଅକ୍ଷର କ'ଣ ଆପେ ଆପେ ହେଇଯିବ କି? ନା, ଆମ ମନ ଭିତରେ ଆମେ ଗୋଟେ କଳ୍ପନା କଲେ, ଗୋଟେ ଭାଷା କଳ୍ପନା କଲେ, ପ୍ରଥମେ ଆମେ ତାକୁ ରୂପାନ୍ତରିତ କରିବା ଅକ୍ଷରକୁ। ଅକ୍ଷର କେମିତି ହବ ନା ଅକ୍ଷର ଆମ ମନ ଭିତରେ ବିଭିନ୍ନ ଚିହ୍ନର କଳ୍ପନା କରିବା। ଏଇ ଅକ୍ଷର ଏଇଭଳି, ସେଇ ଅକ୍ଷର ସେଇଭଳି, ଅଟା ଏଇଭଳି। ଦେଖାଯାଉ, ଧରାଯାଉ ଆମେ ଲେଖିଲେ କ'ଣ ଅଟା ଏମିତି ହେଲା। ତାପରେ ପାଖରେ ଆମେ ଟିକେ ବାଡ଼ି ଦେଇଦେଲେ ଆ ହେଇଗଲା। ତ ଏଇଟା କ'ଣ ଆମର ଅକ୍ଷରକୁ ଚିହ୍ନିବା ପାଇଁ ଆମେ କ'ଣ ବିଭିନ୍ନ ଗୋଟେ ସିମ୍ବଲ ଦେଲେ, ବୁଝିଲେ, ବିଭିନ୍ନ ଚିହ୍ନ ଦେଲେ, ସେଇ ଉକ୍ତ ଚିହ୍ନକୁ କ'ଣ କହନ୍ତି? ବର୍ଣ୍ଣ କହନ୍ତି। ସେଇ ଯୋଉ ଚିହ୍ନ ରହିଲା ସେଇ ଚିହ୍ନକୁ କ'ଣ କହିବା? ବର୍ଣ୍ଣ। ହେଲା।
ଏ ଯେଉଁ ବର୍ଣ୍ଣ ରାଶି ରହିଲା ତା ଭିତରେ ବର୍ଣ୍ଣକୁ ମୁଖ୍ୟତଃ 3 ଭାଗରେ ବିଭକ୍ତ କରାଯାଇଛି। ଗୋଟେ ହେଉଛି ସ୍ୱରବର୍ଣ୍ଣ, ଅନ୍ୟଟି ବ୍ୟଞ୍ଜନ ବର୍ଣ୍ଣ, ତାପରଟି ହେଉଛି କ'ଣ ଅଯୋଗବାହ ବର୍ଣ୍ଣ। ପ୍ରଥମେ ଆସିବା ସ୍ୱରବର୍ଣ୍ଣ। ସ୍ୱରବର୍ଣ୍ଣ ହେଉଛି 3 ପ୍ରକାରର। ଗୋଟେ ହେଉଛି ହର୍ଷ ସ୍ୱର, ତାପରେ ଦୀର୍ଘ ସ୍ୱର, ତାପରେ ହେଉଛି ପ୍ଲୁତ ସ୍ୱର। ହର୍ଷ ସ୍ୱର ହେଉଛି 5ଟି, ଦୀର୍ଘ ସ୍ୱର 8ଟି, ପ୍ଲୁତ ସ୍ୱର 1ଟିଏ। ହର୍ଷ ସ୍ୱର କିଏ କିଏ? ଅ, ହର୍ଷଇ, ହର୍ଷଉ, ରୁ, ପ୍ଲୁ। ଦୀର୍ଘ ସ୍ୱର ଆ, ଦୀର୍ଘଇ, ଦୀର୍ଘଉ, ରୁ, ଏ, ଐ, ଓ, ଔ। ଅନ୍ୟଟି ହେଉଛି ପ୍ଲୁତ ସ୍ୱର। ପ୍ଲୁତ ସ୍ୱର ଲେଖାଯାଏ କିପରି? ନା ପ୍ଲୁତ ସ୍ୱରକୁ ଏମିତି ଲେଖାଯାଏ, ଆ ଲେଖିଦେଇ ତାପରେ 3 ଲେଖାଯାଏ। 3 କାହିଁକି ଲେଖାଯାଏ? ତା କାରଣ ଅଛି। ନା ଆମେ ଯେଉଁ ସ୍ୱରକୁ ଚିହ୍ନିବା ପାଇଁ କେତୋଟି ମାତ୍ରା ଅଛି। ମାତ୍ରା କ'ଣ? ନା ଆମେ ଜଷ୍ଟ ଆଖି ପଲକ ପଡ଼ିବାକୁ ଯେତିକି ସମୟ ଲାଗେ, 1 ସେକେଣ୍ଡ, ପ୍ରାୟତଃ 1 ସେକେଣ୍ଡ, ସେଟାକୁ କ'ଣ ମାତ୍ରା କହନ୍ତି। ଜଷ୍ଟ କମ୍ ସମୟ ଲାଗିଲେ, ବହୁତ କମ୍, ସେଟା ହେଉଛି 1 ମାତ୍ରା। ଗୋଟିଏ ମାତ୍ରା ଅନ୍ୟ ମାତ୍ରା ଆଉ ଗୋଟେ ମାତ୍ରା ମିଶିଲେ ହେଉଛି 2 ମାତ୍ରା, ତାପରେ ହେଉଛି 3 ମାତ୍ରା। ତ କୋଉ ସ୍ୱର କେତେଟା ମାତ୍ରା ହବ? ହର୍ଷ ସ୍ୱର 1 ମାତ୍ରା ବିଶିଷ୍ଟ, ଦୀର୍ଘ ସ୍ୱର 2 ମାତ୍ରା ବିଶିଷ୍ଟ ଓ ପ୍ଲୁତ ସ୍ୱର 3 ମାତ୍ରା ବିଶିଷ୍ଟ। ସେଇଥିପାଇଁ କୁହାଯାଏ ଏକମାତ୍ର ଭବେତ୍ ହର୍ଷ ଦ୍ୱିମାତ୍ରୋ ଦୀର୍ଘମୁଚ୍ୟତେ ତ୍ରିମାତ୍ରସ୍ତୁ ପ୍ଲୁତ ଜ୍ଞେୟ ବ୍ୟଞ୍ଜନମ୍ ଚାର୍ଦ୍ଧକମ୍। ଯେଉଁ ଦୀର୍ଘ ସ୍ୱର ଆଉ ହର୍ଷ ସ୍ୱର ଏଇଟାକୁ ଭଲସେ ବୁଝିଗଲେ ଆଉ କିଛି ଅସୁବିଧା ହବ ନାହିଁ। ହର୍ଷ ସ୍ୱର କ'ଣ ହେଉଛି? ନା ଆମେ ଯେଉଁଟା ପୁରା ସିମ୍ପୁଲ ଭାବରେ ଆମ କ'ଣ ମୁଖ ଗହରୁ ଉଚ୍ଚାରଣ ହେଲା, ପାଟି ଭିତରୁ କୌଣସି ଜାଗାରେ ସେ ଅଟକିଲା ନାହିଁ କିମ୍ବା କାହା ସହ ସେ ମିଶିଲା ନାହିଁ, ଆପେ ଆପେ ପଳେଇ ଆସିଲା, ସେଟା କ'ଣ ହର୍ଷ ସ୍ୱର। ଅ, ଇ, ଉ, ରୁ, ଲୁ, ସାଙ୍ଗେ ସାଙ୍ଗେ ବହୁତ କମ୍ ସମୟ। ଅ, ଇ, ଉ, ରୁ, ଲୁ। କିନ୍ତୁ ଯେତେବେଳେ ଦୀର୍ଘ ସ୍ୱର ଆସେ ତାର ଉଚ୍ଚାରଣ କାଳ ହର୍ଷ ସ୍ୱର ଅପେକ୍ଷା ଟିକେ ଅଧିକ, କାରଣ ହର୍ଷ ସ୍ୱରର ଉଚ୍ଚାରଣ କାଳ 1 ମାତ୍ରା ବିଶିଷ୍ଟ, ଦୀର୍ଘ ସ୍ୱରର ଉଚ୍ଚାରଣ କାଳ 2 ମାତ୍ରା ବିଶିଷ୍ଟ। ଯଦି ଦୀର୍ଘ ସ୍ୱର ହେଲା, ଦୀର୍ଘ ସ୍ୱର କାହା କାହା ସହ ମିଶିକି ହେଲା? ନା ଦୀର୍ଘ ସ୍ୱର ଆ ହେଲା, ଅ ଯୁକ୍ତ ଦୀର୍ଘ ସ୍ୱର କ'ଣ ହେଲା? ନା ଯୋଉ ଆ, ଅ ଯୁକ୍ତ ଅ ଟୁ ଆ। ତାପରେ ଦୀର୍ଘଇ, ସେଇଭଳି ହର୍ଷଇ ଯୁକ୍ତ ହର୍ଷଇ ଟୁ ଦୀର୍ଘଇ, ଦୀର୍ଘ ରୁ ସେମିତି ଗଲା। କିନ୍ତୁ ଯୋଉ ଏ ଐ ଓ ଔ ଆସିଲା, ଏ ଐ ଓ ଔ ସେମାନଙ୍କୁ କ'ଣ କୁହାଗଲା? ନା ଏ ଐ ଓ ଔ କୁ କୁହାଗଲା ସନ୍ଧି ଅକ୍ଷର, ଅର୍ଥାତ୍ ସେମାନେ ସନ୍ଧି ହୋଇଛନ୍ତି। ସନ୍ଧି ହୋଇ କ'ଣ ହେଇଛି? ସେ ଅକ୍ଷର ବା ସ୍ୱରର ସୃଷ୍ଟି ହୋଇଛି। ସନ୍ଧି ଅକ୍ଷର ରହିଛି ଏ, ଐ, ଓ, ଔ। ଏ ହେଲା ଅ କିମ୍ବା ଆ ପ୍ଲସ୍ ହର୍ଷଇ କିମ୍ବା ଦୀର୍ଘଇ ଇକ୍ୱାଲ୍ ଟୁ ଏ। ସେଇଭଳି ଐ, ଓ, ଔ। ସ୍ୱରବର୍ଣ୍ଣ ପରେ ଆସିବା
ବ୍ୟଞ୍ଜନ ବର୍ଣ୍ଣକୁ। ବ୍ୟଞ୍ଜନ ବର୍ଣ୍ଣ କହିଲେ କଣ ବୁଝ? ଶବ୍ଦକୁ ସାର୍ଥକ କରିବାରେ ବ୍ୟଞ୍ଜନ ବର୍ଣ୍ଣ ଆବଶ୍ୟକ। ଆଉ ମଧ୍ୟ ବିନା ସ୍ୱରବର୍ଣ୍ଣରେ କୌଣସି ବ୍ୟଞ୍ଜନ ବର୍ଣ୍ଣର ସ୍ଥିତି ହିଁ ନାହିଁ। ଯେପରିକି ବ୍ୟଞ୍ଜନ ବର୍ଣ୍ଣ ସୃଷ୍ଟି ହଉଛି କ। କ କେମିତି ସୃଷ୍ଟି ହଉଛି? ନା ହଳନ୍ତ କ ସହ ଅ ମିଶିଲେ କ ହଉଛି। ଦେଖନ୍ତୁ ଏପରି ହଳନ୍ତ କ ପ୍ଲସ୍ ଅ ଇକ୍ୱାଲ୍ ଟୁ କ। ବ୍ୟଞ୍ଜନ ବର୍ଣ୍ଣ ଦୁଇ ପ୍ରକାରର। ଗୋଟେ ହଉଛି ବର୍ଗୀୟ ଆଉ ଗୋଟେ ହଉଛି ବର୍ଗୀୟ ଆଉ ଗୋଟେ ହଉଛି ଅବର୍ଗୀୟ। ବର୍ଗୀୟ ବ୍ୟଞ୍ଜନ ଯୋଉ ରହୁଛି ଏହା 25ଟି ଆଉ ଅବର୍ଗୀୟ ଯିଏ ରହୁଛି ଅବର୍ଗୀୟ ହଉଛି 8ଟି। ପ୍ରଥମେ ଆସିବା ବର୍ଗୀୟ ବ୍ୟଞ୍ଜନ। ସଂସ୍କୃତ ବ୍ୟାକରଣରେ ବର୍ଣ୍ଣକୁ ଏମିତି ରଖାଯାଇଛି ପୁରା ବୈଜ୍ଞାନିକ ଭାବରେ ତାର କଣ ରଖାଯାଇଛି, ବୈଜ୍ଞାନିକ ଶୈଳୀରେ ସାଇଣ୍ଟିଫିକ ୱେରେ ତାକୁ ରଖାଯାଇଛି। ଯେମିତି ଆମେ ଫିଜିକାଲ ସାଇନ୍ସରେ ପଢୁଛନ୍ତି ବିଭିନ୍ନ ସବୁ ଏଲିମେଣ୍ଟ ରହୁଛି, ସେମାନଙ୍କୁ ସଜେଇବା ପାଇଁ ପିରିୟଡିକ ଟେବୁଲ କରାଯାଇଛି। ସେମାନଙ୍କର ମାସ ଅନୁସାରେ, ସେମାନଙ୍କର ଇଲେକ୍ଟ୍ରୋନିକ ଅନୁସାରେ, ସେମାନଙ୍କର ନ୍ୟୁଟ୍ରନ ପ୍ରୋଟନ ଅନୁସାରେ ଏମିତି ସବୁ ଭାଗ ଭାଗ କରି ସାଇଜ କରିକି ତାକୁ କଣ ପିରିୟଡିକ ଟେବୁଲରେ ସ୍ଥାନ ଦିଆଯାଇଛି। ସେଇଭଳି ସଂସ୍କୃତ ବ୍ୟାକରଣରେ ଆମେ ବର୍ତ୍ତମାନ ଅଧିକାଂଶ ୟୁଜ ହଉଛି କଣ ଅଷ୍ଟାଧ୍ୟାୟୀଙ୍କର, ପାଣିନିଙ୍କର ଅଷ୍ଟାଧ୍ୟାୟୀ ବ୍ୟାକରଣ ୟୁଜ ହଉଛି। ସେଇ ଅଷ୍ଟାଧ୍ୟାୟୀରେ ପାଣିନି କଣ କରୁଛନ୍ତି ନା ସଂସ୍କୃତର ଏ ସବୁ ବର୍ଣ୍ଣ ରହିଛି ସ୍ୱରବର୍ଣ୍ଣ କଲା ଆଉ ବ୍ୟଞ୍ଜନ ବର୍ଣ୍ଣ। ବ୍ୟଞ୍ଜନ ବର୍ଣ୍ଣକୁ ବହୁତ ବୈଜ୍ଞାନିକ ଶୈଳୀରେ ତାକୁ ସ୍ଥାନିତ କରିଛନ୍ତି। ସେ ଯୋଉ ରଖିଛନ୍ତି ପ୍ରଥମେ ବର୍ଗୀୟ ବର୍ଣ୍ଣ। ବର୍ଗୀୟ ବର୍ଣ୍ଣ 25ଟି। ଏ 5ଟି ବର୍ଗରେ ତାକୁ ସ୍ଥାନ ଦେଇଛନ୍ତି। କ ଚ ଟ ତ ପ। ଏହାକୁ କୁଚୁଟୁ ତୁପୁ ଭାବରେ ଏହା ମଧ୍ୟ ପରିଚିତ। କଚଟ ତପ ଯୋଉ ରହୁଛି ପ୍ରଥମେ ଭିତରୁ ଉଚ୍ଚାରଣ ହଉଛି କଣ୍ଠ ପାଖରେ କ, ତାପରେ ଆଗକୁ ଚ, ତାପରେ ଆଉ ଟିକେ ଆଗକୁ ଟ, ଆଉ ଟିକେ ଆଗକୁ ତ ଏବଂ ଓଠ ପାଖରେ କଣ ହଉଛି ଶେଷ ହଉଛି ପ। ପ୍ରତ୍ୟେକ ବର୍ଗରେ 5ଟି ଲେଖାଏଁ ବର୍ଣ୍ଣ ରହୁଛି। କ ବର୍ଗରେ କ ଖ ଗ ଘ ଙ। ଚ ବର୍ଗରେ ଚ ଛ ଜ ଝ ଞ। ଟ ବର୍ଗରେ ଟ ଠ ଡ ଢ ମୂର୍ଧଣ୍ୟ। ତ ବର୍ଗରେ ତ ଥ ଦ ଧ ନ। ପ ବର୍ଗରେ ପ ଫ ବ ଭ ମ। 5 ପଞ୍ଚା 25। ତାପରେ ଆସିଲା କଣ ଅବର୍ଗୀୟ ବ୍ୟଞ୍ଜନ। ଅବର୍ଗୀୟ ବ୍ୟଞ୍ଜନ ଯୋଉ ରହିଲା ସେଟା କଣ ଦୁଇ ଭାଗରେ ବିଭକ୍ତ। ଅବର୍ଗୀୟ ବ୍ୟଞ୍ଜନ ଦୁଇ ଭାଗରେ ବିଭକ୍ତ। ଗୋଟେ ହେଲା ଅନ୍ତସ୍ଥ ବର୍ଣ୍ଣ, ଅନ୍ୟଟି ହେଲା ଉଷ୍ମ ବର୍ଣ୍ଣ। ଅନ୍ତସ୍ଥ ବର୍ଣ୍ଣ ରହିଲା, ସେ ଅନ୍ତସ୍ଥ ବର୍ଣ୍ଣ କଣ ଜ ର ଳ ବ। ଉଷ୍ମ ବର୍ଣ୍ଣ ହଉଛି ସ ସ ସ ହ। ଏଇଠି ମନେ ରଖିବା ଦରକାର ଯଦି ଆମେ ଓଡ଼ିଆରେ ଲେଖୁଛନ୍ତି ଜ ୟ ଅଲଗା ଅଲଗା। ଓଡ଼ିଆରେ ଯୋଉ ଲେଖିଲେ ଜ ଓଡ଼ିଆରେ କେମିତି ଲେଖାଯାଏ ଜ। ୟଟା କେମିତି ଲେଖାଯାଏ ଏମିତି ଲେଖାଯାଏ। କିନ୍ତୁ ସଂସ୍କୃତରେ ଜ ଆଉ ୟ ସମାନ। ଦେବନାଗରୀରେ ଳ ଏଭଳି ଲେଖାଯାଏ ଏବଂ ଓଡ଼ିଆରେ କଣ ଏମିତି ଲେଖାଯାଏ।
ଆଉ ମଧ୍ୟ ବ କ୍ଷେତ୍ରରେ ମଧ୍ୟ କିଛିଟା ବ୍ୟତିକ୍ରମ ଦେଖାଯାଏ। ଯଥା ବର୍ଗୀୟ ବ ଏଇଟା, ଅନ୍ତସ୍ଥ ବ ଏଇଟା। ଏଇଟାକୁ ଧ୍ୟାନ ରଖିବାକୁ ପଡ଼ିବ। ଯେପରିକି ଆମର ବର୍ଗୀୟରେ ବ ରହିଛି, ଯୋଉ କଚଟ ତପ। ପ ବର୍ଗରେ ରହୁଛି କଣ? ବର୍ଗୀୟ ବ୍ୟଞ୍ଜନ ବର୍ଣ୍ଣ ଭିତରେ ପ ବର୍ଗରେ ରହୁଛି ଏଇ ବ, ପ ଫ ବ ଭ ମ ବ। କିନ୍ତୁ ଅନ୍ତସ୍ଥ ବ ଯୋଉ ରହୁଛି ୟ ର ଳ ବ, ସେମାନଙ୍କ ମଧ୍ୟରେ ଏଇ ବ ରହୁଛି। ବର୍ଗୀୟ ପ ମଧ୍ୟରେ ଗୋଟେ ଗାର ରହୁଛି, ଲେଖି ଗାର ଦେଇଦେଲେ। କିନ୍ତୁ ଅନ୍ତସ୍ଥ ବରେ କେମିତି ଲେଖା ହେଉଛି? ଏମିତି ସମାନ ଲେଖା ହେଉଛି। ଯୋଉ ଅନ୍ତସ୍ଥ ବର୍ଣ୍ଣ ଆମେ କହିଲେ, ଅନ୍ତସ୍ଥ ବର୍ଣ୍ଣର ଡେଫିନେସନ କଣ ରହିଲା? ନା ସ୍ପର୍ଶ ବର୍ଣ୍ଣ ଓ ଉଷ୍ମ ବର୍ଣ୍ଣ ମଝିରେ ଏଇଟା ଉଚ୍ଚାରଣ ହଉଥିବ। ସ୍ପର୍ଶ ବର୍ଣ୍ଣ କିଏ କିଏ? ଯୋଉ ବର୍ଗୀୟ ବର୍ଣ୍ଣ ରହିଲା 25ଟା, ସେଗୁଡ଼ିକ ହଉଛି ସ୍ପର୍ଶ ବର୍ଣ୍ଣ। ଉଷ୍ମ ବର୍ଣ୍ଣ କିଏ? ସ ସ ସ ହ, ତା ମଝିରେ ଯୋଉଟା ରହିଲା ୟ ର ଳ ବ, ୟ ର ଳ ବ, ୱ ୱ। ଓଡ଼ିଆରେ ସେଇଥିପାଇଁ କୁହାଯାଏ ୱ। ଓଡ଼ିଆରେ କେମିତି ଲେଖାଯାଏ? ନା ଓଡ଼ିଆରେ ଲେଖାଯାଏ ୱ। ତାପରେ ଆସିଲା ଆମର ଉଷ୍ମ ବର୍ଣ୍ଣ। ଉଷ୍ମ ବର୍ଣ୍ଣ କଣ? ନା ଯେଉଁ ବର୍ଣ୍ଣ ଉଚ୍ଚାରିତ ହେଲେ ମୁଖ ଗହ୍ୱରରୁ କଣ ହୁଏ? ନା ବାୟୁ ନିର୍ଗତ ହୁଏ। ବାୟୁ ନିର୍ଗତ ହବ, ପାଟିରୁ ପବନ ବାହାରିବ, ମାନେ ସେଟା ଗରମ ପବନ ନା ନାଇଁ? ତ ସେ ଯୋଉ ଗରମ ପବନ ବାହାରିଲା, ସେଟା ଗରମକୁ ଉଷ୍ମ ବୋଲି ମଧ୍ୟ କୁହାଯାଏ। ତେଣୁ ସେଇ ବର୍ଣ୍ଣମାନଙ୍କୁ ଉଷ୍ମ ବର୍ଣ୍ଣ ବୋଲି ମଧ୍ୟ କୁହାଯାଏ। ଯେଉଁ ବର୍ଣ୍ଣ ଉଚ୍ଚାରିତ ହେଲେ ମୁଖ ଗହ୍ୱରରୁ ବାୟୁ ନିର୍ଗତ ହୁଏ, ତାହାକୁ ଉଷ୍ମ ବର୍ଣ୍ଣ କହନ୍ତି। ଆମ ପାଖରେ 4ଟି ଉଷ୍ମ ବର୍ଣ୍ଣ ରହୁଛି, ଯଥା ତାଲବେଶ, ମୁଧନେଶ, ଦନ୍ତେଶ ଆଉ ହ। ତାପରେ ଆସିଲା ଅଯୋଗ ବାହ ବର୍ଣ୍ଣ। ଅଯୋଗ ବାହ, ଅଯୋଗ ବାହ କହିଲେ କଣ ବୁଝ? ନା ଯେଉଁ ବର୍ଣ୍ଣମାରେ ଅକାର ଆଦି ବର୍ଣ୍ଣ ସହିତ ସଂଯୁକ୍ତ ହୋଇ ନିଜର ଏକ ପୃଥକ୍ ସତ୍ତାକୁ ବହନ କରନ୍ତି, ସେମାନଙ୍କୁ ଅଯୋଗ ବାହ କୁହାଯାଏ। ସେଇଥିପାଇଁ ମହର୍ଷି ଉଦ୍ଭଟ, ଯେ କି ବ୍ୟାକରଣବିଦ୍, ସେ ଅଯୋଗ ବାହର ଡେଫିନେସନ ଦେଇ କଣ କହିଛନ୍ତି? ଅକାରାଦୀନା ବର୍ଣ୍ଣ ସମାନାଏ ତେ ସଂହିତା ସନ୍ତଃ ଯେ ବହନ୍ତି ଆତ୍ମଲାଭಂ ତେ ଅଯୋଗ ବାହ ଇତି ଉଚ୍ୟତେ। ଆମ ପାଖରେ ଅଯୋଗ ବାହ ବର୍ଣ୍ଣ କେତେଟି ରହୁଛି? 3ଟି। କିଏ କିଏ? ଅନୁସାର, ଆଉ ଗୋଟେ ହଉଛି ବିସର୍ଗ, ଆଉ ଗୋଟେ ହଉଛି ଚନ୍ଦ୍ରବିନ୍ଦୁ। ଏଇଠି ଗୋଟେ ଜିନିଷ ମନେ ରଖିବାକୁ, ସଭା ଶେଷରେ ଗୋଟେ ଜିନିଷ ମନେ ରଖିବାକୁ ପଡ଼ିବ। ସଂସ୍କୃତ ବ୍ୟାକରଣରେ ସମୁଦାୟ ବର୍ଣ୍ଣ ସଂଖ୍ୟା କେତୋଟି? ସମୁଦାୟ ସ୍ୱର ବର୍ଣ୍ଣ ସଂଖ୍ୟା କେତୋଟି? ଏବଂ ସମୁଦାୟ ବ୍ୟଞ୍ଜନ ବର୍ଣ୍ଣ ସଂଖ୍ୟା କେତୋଟି? ଆଉ ସମୁଦାୟ ଅଯୋଗ ବାହ ବର୍ଣ୍ଣ ସଂଖ୍ୟା କେତୋଟି? କ୍ୱେଶ୍ଚିନ୍ ବି ପଡ଼ିଯାଉଛି, ସର୍ଟ କ୍ୱେଶ୍ଚିନ୍। ସ୍ୱରବର୍ଣ୍ଣ ରହୁଛି କେତେ? ସ୍ୱରବର୍ଣ୍ଣ ରହୁଛି 13। ବ୍ୟଞ୍ଜନ ବର୍ଣ୍ଣ ରହୁଛି ଆମର 25, 8, 33। ତାପରେ ରହୁଛି ଅଯୋଗ ବାହ ବର୍ଣ୍ଣ 3,
ସମାନ କେତେ ହେଲା ନା ଆମର ସମାନ ହେଲା କେତେ 49ଟି ବର୍ଣ୍ଣ। ତ ସାଧାରଣ ଭାବରେ କ'ଣ ସଂସ୍କୃତ ବ୍ୟାକରଣରେ 49ଟି ବର୍ଣ୍ଣ ସ୍ୱୀକୃତ। ଆଜି ପାଇଁ ଏତିକି ଥାଉ। ପରବର୍ତ୍ତୀ କ୍ଲାସରେ ଆମେ ଦେଖିବା ବର୍ଣ୍ଣମାନଙ୍କର ଉଚ୍ଚାରଣ ସ୍ଥାନ ଆଉ ତାହାର ପ୍ରଯତ୍ନ, ଆଭ୍ୟନ୍ତର ପ୍ରଯତ୍ନ, ବାହ୍ୟ ପ୍ରଯତ୍ନ। ଧନ୍ୟବାଦ।